ଜୟଦେବ ଲେଙ୍କା ଭାଇଙ୍କୁ ମୋର ଡାଇରେକ୍ଟ ପ୍ରଶ୍ନ ହଉଛି, ତାଙ୍କ ଚାମଚା ମାନଙ୍କୁ ବି ପ୍ରଶ୍ନ, ଯେଉଁମାନେ ତାଙ୍କ ଭିଡ଼ିଓ ଦେଖି ବହୁତ ଖୁସି ହୁଅନ୍ତି, କୁତୁକୁତୁ ହୁଅନ୍ତି। ଯଦି ଏବେ ଯାଇକିରି ଆପଣ ପହଞ୍ଚି ପାରିଲେ ତା ସହିତ ଚାଲିଥିବା ସେଠି ଇଲିଗାଲ ମାଇନ୍ସ ଉପରେ କେମିତି କ'ଣ ବୁମିଂ ଭଲ ମନ୍ଦ ହେଉଛି, କେମିତି କ'ଣ ଚୋରା ପଥର କାରବାର ହେଉଛି, ତାକୁ ଦେଖେଇ ପାରିଲେ 5 ବର୍ଷ ପୂର୍ବରୁ କାହିଁ ଆପଣ ଦେଖେଇ ପାରୁନଥିଲେ? କି 2 ବର୍ଷ ପୂର୍ବରୁ କାହିଁ ଆପଣ ଦେଖେଇ ପାରୁନଥିଲେ? ଇଏ ତ ଏବେ ଚାଲିନି, ଏ 5-7 ବର୍ଷ ହେଲା ଚାଲିଥିଲା, କି 10 ବର୍ଷ ହେଲା ଚାଲିଥିଲା, ତାକୁ ଦେଖାଉନଥିଲେ କ'ଣ ପାଇଁ? କି ନା ଆପଣ ବିସ୍କୁଟ ମିଡ଼ିଆ ହେଇଗଲେ କି ପଇସା ପାଇଁକିରି କେବଳ ଆପଣ ଭିଡ଼ିଓ ବନେଇବେ? ଆମେ ସେମିତିଆ ଲୋକ ନୁହଁ, ଯେଉଁଟା ହକ୍ କଥା ତାକୁ ହିଁ ବିରୋଧ କରିବୁ। ମୁଁ ଧନ୍ୟବାଦ ଦେବି ସେଠାରେ ଯିଏ ବିଜେପିର ବିଧାୟିକା ପ୍ରାର୍ଥୀ ଥିଲେ, ହାରିଛନ୍ତି, ସେ ରାଜରାସ୍ତାରେ ଆଣି ସ୍ୱର ଉତ୍ତୋଳନ କଲେ। ତା ସହିତ ମୁଁ ଆଉ ଗୋଟେ କଥା କହୁଛି, ଏ ଯେଉଁ ଲିକୁ ସାହୁ ଉପରେ ଡାଇରେକ୍ଟ ସବୁବେଳେ ଟାର୍ଗେଟ କରନ୍ତି ଜୟଦେବ ଭାଇ, ଯେ ତମକୁ ଯିଏ ଏଥରକ ବିଜେଡି ବିଧାୟକ ହାରିଛନ୍ତି ସେ ତାଙ୍କରି ପ୍ରରୋଚନାରେ ଆପଣ ଏମିତି କରୁଛନ୍ତି, ନହେଲେ ଆଗରୁ ଆପଣ କେବେ ଏମିତି କରୁନଥିଲେ। ଗୋଟେ ଲୋକକୁ ଗୋଟେ ଟାର୍ଗେଟ କରୁଛନ୍ତି।